ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର କୋଚିଂ ପ୍ରତିଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ। ଜନଜାତୀୟ ଗୌରବ ଦିବସ ସମାରୋହରେ ଯୋଗଦେବା ଲାଗି ଆସନ୍ତାକାଲି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ମଧୁମେହ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆଜି ପାଳିତ ହେଉଛି ବିଶ୍ୱ ମଧୁମେହ ଦିବସ। ଶ୍ରୀଲଙ୍କାରେ ଆଜି 225ଟି ସଂସଦୀୟ ଆସନ ପାଇଁ ହେଉଛି ମତଦାନ ଏବଂ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ 11 ରନ୍ରେ ପରାସ୍ତ କଲା ଭାରତ। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ସମସ୍ତ କୋଚିଂ ପ୍ରତିଷ୍ଠାନ ପାଇଁ ମାର୍ଗଦର୍ଶିକା ଜାରି କରିଛି। ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କୋଚିଂ ପ୍ରତିଷ୍ଠାନ ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ପାଠ୍ୟକ୍ରମ ବିଷୟରେ ଆବଶ୍ୟକ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି। ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିପୂର୍ଣ୍ଣ ତଥ୍ୟ ଯେଭଳି ନ ଦିଆଯିବ ସେ ନେଇ ଏହି ବ୍ୟବସ୍ଥା କରାଯାଇଛି। ଉପଭୋକ୍ତା ବ୍ୟାପାର ସଚିବ ନିଧି ଖରେ ନୂଆଦିଲ୍ଲୀରେ ବିଭିନ୍ନ କୋଚିଂ ଅନୁଷ୍ଠାନ ଦ୍ୱାରା ଦିଆଯାଉଥିବା ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଏହି ମାର୍ଗଦର୍ଶିକା ଜାରି କରିଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ କୋଚିଂ ପ୍ରତିଷ୍ଠାନଗୁଡ଼ିକ ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀଙ୍କ ଫଟୋ କିମ୍ବା ଅନ୍ୟ ତଥ୍ୟ ପ୍ରକାଶ କରିପାରିବେ ନାହିଁ। ଏହା ବ୍ୟତୀତ ପ୍ରତିଷ୍ଠାନଗୁଡ଼ିକ କେଉଁ ସେବା ଏବଂ ସୁବିଧା ଯୋଗାଇ ଦେଉଛନ୍ତି ସେ ସମ୍ପର୍କିତ ତଥ୍ୟ ପ୍ରକାଶ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପକ୍ଷରେ ବିଭ୍ରାନ୍ତିକର ବିଜ୍ଞାପନ, ଗ୍ୟାରେଣ୍ଟି ଏବଂ ଅସତ୍ୟ ତଥ୍ୟ ପ୍ରଦାନ ନ କରିବାକୁ ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ବିଭ୍ରାନ୍ତିକର ବିଜ୍ଞାପନ ନେଇ ବିଭିନ୍ନ କୋଚିଂ ପ୍ରତିଷ୍ଠାନଠାରୁ 56 ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିହାରର ଜାମୁଇ ଗସ୍ତ କରିବେ। ସେଠାରେ ଆୟୋଜିତ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଏହି ସମାରୋହ ସହ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ପାଳନ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକ ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରିବେ। ଶ୍ରୀ ମୋଦି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ତଥା ଦୂରଦୂରାନ୍ତ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ 6,640 କୋଟିରୁ ଅଧିକ ଟଙ୍କାର ଅନେକଗୁଡ଼ିଏ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତକାଲି ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ଚଳିତ ମାସ 20 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ। ଉଭୟ ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀମାନଙ୍କ ଲାଗି ଦଳୀୟ ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଲାଗି ଭୋଟରମାନଙ୍କୁ ଆକୃଷ୍ଟ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଝାଡ଼ଖଣ୍ଡରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧାନବାଦ, ବୋକାରୋ ଏବଂ ବର୍ମୋରେ ର୍ୟାଲି କରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ହେମନ୍ତ ସୋରେନ ଦେଓଘର, ଦୁମକା ଏବଂ ବୋକାରୋରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଆର୍ଥିକ ସମାନତା ରହିଛି। ଭାରତ ଫିଲିପାଇନ୍ସ ରାଜନୈତିକ ସମ୍ବନ୍ଧକୁ 75 ବର୍ଷ ପୂରଣ ଅବସରରେ ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ଆନ୍ତର୍ଜାତିକ ଆଇନ, ମାନଦଣ୍ଡ ଏବଂ ନିୟମ ପାଳନ କରିବା ଲାଗି ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରିତା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସଙ୍କ ପ୍ରଚେଷ୍ଟା ଯୋଗୁଁ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ଦୃଢ଼ ହୋଇଥିବା ସେ କହିଛନ୍ତି। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏକ ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ କରିଛନ୍ତି। ଏଥିରେ ଉଭୟ ଦେଶ ମଧ୍ୟରେ ଥିବା 75 ବର୍ଷର କୂଟନୈତିକ ସମ୍ପର୍କକୁ ଦର୍ଶାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମଧୁମେହ ରୋଗର ଚିହ୍ନଟ, ନିରାକରଣ ଏବଂ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ମଧୁମେହ ଦିବସ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରତିବନ୍ଧକ ହଟାଇବା ଏବଂ ଦୂରତା କମ୍ କରିବା। ମଧୁମେହ ରୋଗ ଚିକିତ୍ସା କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରି ଏଥିରେ ପୀଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ
ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ ଆଜିର ଦିନରେ ଗୁରୁତ୍ୱାରୋପ କରାଯାଉଛି। ସରକାର, ସ୍ୱାସ୍ଥ୍ୟ ସଂଗଠନ ଏବଂ ଏଥିସହ ଜଡ଼ିତ ବିଭିନ୍ନ ସମୁଦାୟ ମଧ୍ୟରେ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ମଧୁମେହ ରୋଗରେ ପୀଡ଼ିତ ଲୋକଙ୍କୁ ନିରନ୍ତର ସମର୍ଥନ ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିବା ବର୍ତ୍ତମାନର ଆବଶ୍ୟକତା। ଏହି ରୋଗରେ ଆବଶ୍ୟକ ପରିମାଣର ଇନ୍ସୁଲିନ୍ ସୃଷ୍ଟି ହୋଇନଥାଏ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ତଥ୍ୟ ଅନୁଯାୟୀ ଭାରତରେ 2023 ସୁଦ୍ଧା 10 କୋଟିରୁ ଅଧିକ ଲୋକ ମଧୁମେହରେ ଆକ୍ରାନ୍ତ ହୋଇଛନ୍ତି। ଶ୍ରୀଲଙ୍କାରେ ଆଜି ନୂଆ ସଂସଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ନିର୍ବାଚନରେ 225ଟି ସଂସଦୀୟ ଆସନ ଲାଗି ସାରା ଦେଶରେ 1,70,00,000ରୁ ଅଧିକ ମତଦାତା 8,800 ପ୍ରତିଦ୍ୱନ୍ଦ୍ୱୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ନବନିର୍ବାଚିତ ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକଙ୍କ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସଂସଦରେ ବିଭିନ୍ନ ବିଷୟରେ ପ୍ରସ୍ତାବ ପାରିତ କରିବା ଲାଗି ରାଷ୍ଟ୍ରପତିଙ୍କ ରାଜନୈତିକ ଦଳ ବହୁମତ ଅପେକ୍ଷାରେ ରହିଛି। ଏଥିରେ ସାଜିଥ୍ ପ୍ରେମଦାସାଙ୍କ ନେତୃତ୍ୱାଧୀନ ଏବଂ ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେଙ୍କ ନେତୃତ୍ୱାଧୀନ ରାଜନୈତିକ ଦଳ ଦୃଢ଼ ଦାବିଦାର ରହିଥିବା ଜଣାପଡ଼ିଛି। 43ତମ ଭାରତ ଅନ୍ତର୍ଜାତୀୟ ବ୍ୟାପାର ମେଳା ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହେଉଛି। ଚଳିତ ବର୍ଷ ଏହି ମେଳାର ବାର୍ତ୍ତା ରହିଛି 2047ରେ ବିକଶିତ ଭାରତ। ମେଳାରେ ସ୍ୱତନ୍ତ୍ର ଭାବେ ଝାଡ଼ଖଣ୍ଡ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିବା ବେଳେ ବିହାର ଏବଂ ଉତ୍ତରପ୍ରଦେଶ ସହଯୋଗୀ ରାଜ୍ୟ ଭାବେ ଭାଗ ନେଉଛନ୍ତି। ସୂଚନା ଅନୁଯାୟୀ ଚଳିତ ବର୍ଷ ମେଳାରେ ଚୀନ, ଇଜିପ୍ଟ, ଇରାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ତୁର୍କୀ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ଭାଗ ନେଉଛନ୍ତି। ମେଳାର ପ୍ରଥମ 5 ଦିନ ନଭେମ୍ବର 18 ତାରିଖ ପର୍ଯ୍ୟନ୍ତ ବ୍ୟବସାୟ ବାଣିଜ୍ୟ ପାଇଁ ଖୋଲା ରହିବ। ପରେ ନଭେମ୍ବର 27 ପର୍ଯ୍ୟନ୍ତ ସାଧାରଣ ଲୋକ ମେଳା ପରିଦର୍ଶନ କରିପାରିବେ। ପ୍ରଥମ 5 ଦିନ ବୟସ୍କଙ୍କ ପାଇଁ ଟିକେଟ୍ ମୂଲ୍ୟ 500 ଟଙ୍କା ରଖାଯାଇଥିବା ବେଳେ ପିଲାମାନଙ୍କ ପାଇଁ ଟିକେଟ୍ ମୂଲ୍ୟ 200 ଟଙ୍କା ରଖାଯାଇଛି। ସେହିପରି ସରକାରୀ ଛୁଟିକୁ ମିଶାଇ ସପ୍ତାହାନ୍ତ ପାଇଁ ଟିକେଟ୍ ମୂଲ୍ୟ 200 ଟଙ୍କା ଥିବାବେଳେ ଅଣସପ୍ତାହାନ୍ତ ଦିନଗୁଡ଼ିକ ପାଇଁ ଟିକେଟ୍ ମୂଲ୍ୟ 150 ଟଙ୍କା ରହିଛି। ତେବେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ। ମେଳା ପୂର୍ବାହ୍ନ 10ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ପ୍ରତ୍ୟହ ଖୋଲା ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 16 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ନାଇଜେରିଆ, ବ୍ରାଜିଲ ଓ ଗୁଆନା ଗସ୍ତ କରିବେ। ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁମ୍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା 16-17 ତାରିଖ 2 ଦିନ ସେଠାକୁ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଶ୍ରୀ ଟିନୁମ୍ଙ୍କ ସହିତ ଆଲୋଚନା କରିବେ। 2007 ମସିହାରୁ ଭାରତ ନାଇଜେରିଆ ମଧ୍ୟରେ ଅର୍ଥନୀତି, ଶକ୍ତି ଏବଂ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ରଣନୈତିକ ଭାଗିଦାରୀ କାର୍ଯ୍ୟକାରୀ ହୋଇଆସୁଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା 18 ଓ 19 ତାରିଖ ବ୍ରାଜିଲ ଗସ୍ତ କରିବେ। ୱେଷ୍ଟଇଣ୍ଡିଜ ଏବଂ ଆୟାରଲ୍ୟାଣ୍ଡ ସହ ଆସନ୍ତା କ୍ରିକେଟ ସିରିଜ ପାଇଁ ବିସିସିଆଇ ଭାରତୀୟ ମହିଳା କ୍ରିକେଟ ଦଳର ଖେଳ ସୂଚୀ ପ୍ରକାଶ କରିଛି। ଆସନ୍ତା ମାସରେ ଭାରତୀୟ ମହିଳା କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ସହ ଏବଂ 2025 ଜାନୁଆରୀରେ ଆୟାରଲ୍ୟାଣ୍ଡ ସହ ମ୍ୟାଚ୍ ଖେଳିବ। ଆସନ୍ତା ମାସ 15 ତାରିଖରୁ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ T20 ଖେଳିବାକୁ ଥିବାବେଳେ ପରେ ବରୋଦା ଏବଂ ଗୁଜରାଟରେ 3ଟି ଏକଦିବସୀୟ ମ୍ୟାଚ୍ ଖେଳିବ। ସେହିପରି ଆସନ୍ତା ବର୍ଷ ଜାନୁଆରୀରେ ଭାରତ ରାଜକୋଟ ଏବଂ ଗୁଜରାଟରେ 3ଟି ଏକଦିବସୀୟ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। 4 ମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ରେ ଗତକାଲି ଭାରତ 11 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଭାରତ ଏହି ବିଜୟ ସହ 2-1ରେ ଆଗରେ ରହିଛି। ଗତକାଲି ସୁପର ସ୍ପୋର୍ଟସ ପାର୍କରେ ଆୟୋଜିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 208 ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର କୋଚିଂ ପ୍ରତିଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ। ଜନଜାତୀୟ ଗୌରବ ଦିବସ ସମାରୋହରେ ଯୋଗଦେବା ଲାଗି ଆସନ୍ତାକାଲି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ମଧୁମେହ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆଜି ପାଳିତ ହେଉଛି ବିଶ୍ୱ ମଧୁମେହ ଦିବସ। ଶ୍ରୀଲଙ୍କାରେ ଆଜି 225ଟି ସଂସଦୀୟ ଆସନ ପାଇଁ ହେଉଛି ମତଦାନ ଏବଂ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ 11 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।